ମା ଆମେ ଆଲୋଚନା କରୁଛନ୍ତି ମାତୃରଚନା ବେଳେ ଭାଗ 10। ଆଜି ପଢିବା ଜ୍ଞାନ 115 ଜ୍ଞାନ 116। ପ୍ରଭୁ ଲେଖୁଛନ୍ତି ଜଗତ ହେଉଛି ଏକ ଦୀର୍ଘ ପୌନଃପୁନିକ ଦଶମିକ। ବ୍ରହ୍ମ ହେଉଛନ୍ତି ତାର ପୂର୍ଣ୍ଣାଙ୍କ। ଏହାର ଅବଧିଟି ଆରମ୍ଭ ହେଉଥିବା ପରି ଓ ଶେଷ ହେଉଥିବା ପରି ପ୍ରତୀତ ହେଉଥାଏ ସତ, ମାତ୍ର ଭଗ୍ନାଂଶଟି ଅସରନ୍ତି ହୋଇ ରହିଥାଏ। ଏହାର କେବେ ହେଲେ କୌଣସି ଅନ୍ତ ହେବ ନାହିଁ ଏବଂ ଯଥାର୍ଥରେ କହିବାକୁ ଗଲେ ଏହାର ଆଦୌ କେବେ ହେଲେ ଆରମ୍ଭ ମଧ୍ୟ ନଥିଲା। ବସ୍ତୁ ଗୁଡ଼ିକର ଆରମ୍ଭ ଓ ସେଗୁଡ଼ିକର ଶେଷ। ଜ୍ଞାନ 116। ବସ୍ତୁ ଗୁଡ଼ିକର ଆରମ୍ଭ ଓ ସେଗୁଡ଼ିକର ଶେଷ ଏସବୁ ହେଉଛି ଆମ ଅଭିଜ୍ଞତାର ଗୋଟିଏ ଗୋଟିଏ ପାରମ୍ପରିକ ବିଷୟ। ଯଥାର୍ଥ ଅସ୍ତିତ୍ୱର କ୍ଷେତ୍ରରେ ସେମାନଙ୍କର ସତ୍ୟ ସ୍ଥିତିରେ ଏସବୁ ପଦର କୌଣସି ବାସ୍ତବତା ନାହିଁ। ଯଥାର୍ଥରେ କୌଣସି ସମାପ୍ତି ନାହିଁ, କୌଣସି ଆରମ୍ଭ ମଧ୍ୟ ନାହିଁ। ଜ୍ଞାନ 115ରେ ଗଣିତରେ ଆମେ ଯୋଉ ପୌନଃପୁନିକ ଦଶମିକ ସଂଖ୍ୟା ପଢୁଥାଉ ତାକୁ ବ୍ୟବହାର କରିଛନ୍ତି ପ୍ରଭୁ। କହୁଛନ୍ତି ଯେ ପୌନଃପୁନିକ ଦଶମିକ ସଂଖ୍ୟାରେ କଣ ହେଇଥାଏ ନା ଆମେ ଯୋଉ ପଢିଲା ବେଳେ ପଢିଥିବା ଗୋଟେ ସଂଖ୍ୟା ଉପରେ 12 ଥାଏ ବୋଲି ସେଇ ସଂଖ୍ୟାଟି ବାରମ୍ବାର ରିପିଟ ହେଇ ଚାଲିଥାଏ। 20କୁ ଆପଣ 6ରେ ହରିବେ। 6×18 2 20, ପୁଣି 6×18 ଚାଲିଥିବ। ଇଏ ମାନେ ଅନନ୍ତ କାଳ ଭଳିଆ ଚାଲିଥିବ, ଅସରନ୍ତି ଚାଲିଥିବେ। କିନ୍ତୁ ପ୍ରଭୁ କହୁଛନ୍ତି ତା ଭିତରେ ଯୋଉ ପୂର୍ଣ୍ଣ ସଂଖ୍ୟା ରହିଛି ଯୋଉଟା କି ରିପିଟ ହଉନାହିଁ, ସେଇଟା ହଉଛନ୍ତି ବ୍ରହ୍ମ, ଯିଏକି ସେ ପୂର୍ଣ୍ଣ ଏବଂ ଭଗବାନଙ୍କର ଯେପରି ପୂର୍ଣ୍ଣାଙ୍ଗତା ରୂପ ରହିଥାଏ ଏବଂ ସେଥିରେ ଅସ୍ତିତ୍ୱର କଥା ଯେତେବେଳେ ଉଠେ ସେତେବେଳେ କୌଣସି ସମାପ୍ତି ନଥାଏ, କୌଣସି ଆରମ୍ଭ ନଥାଏ। କାହିଁକି ଆମେ କିନ୍ତୁ ଭାବୁ ଆମର ଦୃଷ୍ଟିକୋଣରେ କୌଣସି ଏକ ବସ୍ତୁ ଗୁରୁତ୍ୱ ରହିଛି, ତାର ଆଦି ଅଛି, ତାର ଅନ୍ତ ଅଛି। କାହିଁକି ନା ଆମେ ଜୀବନର ଗୋଟିଏ ଏପିସୋଡ ଦେଖୁଛେ ଏବଂ ସେଇ ଏପିସୋଡକୁ ଦେଖିକି ଆମର ଯାହା ଧାରଣା, ଯାହା ଅନୁଭୂତି, ତାହା ଆମେ ବ୍ୟାଖ୍ୟା କରୁ ଶବ୍ଦ। ତେଣୁ ଏଇ ଦୁଇଟି ଜ୍ଞାନ ଆଲୋଚନା ବେଳେ ମା କହୁଛନ୍ତି ଏଇ ଗତ ସପ୍ତାହରେ ହିଁ ମୁଁ ଏହି ଅନୁଭୂତିର ଏକ ସମଗ୍ର ପ୍ରକ୍ରିୟା ମଧ୍ୟ ଦେଇ ଗତି କରୁଥିଲି। ବସ୍ତୁତଃ ଜଗତ ଗୁଡ଼ିକ କ୍ଷେତ୍ରରେ ଯାହା, ବ୍ୟକ୍ତିମାନଙ୍କ କ୍ଷେତ୍ରରେ ମଧ୍ୟ ଠିକ ସେଇଆ। କେବଳ ଅବଧିଟିରେ ହିଁ ଯାହା କିଛି ପାର୍ଥକ୍ୟ ରହିଛି। ବ୍ୟକ୍ତି ଅପେକ୍ଷାକୃତ ଏକ କ୍ଷୁଦ୍ର ଭୂମି, ଜଗତ ଅପେକ୍ଷାକୃତ ଏକ ବୃହତ୍ତର ଭୂମି। ବିଶ୍ୱ ବ୍ରହ୍ମାଣ୍ଡ କହିଲେ ବିଶ୍ୱ ବ୍ରହ୍ମାଣ୍ଡ କହିଲେ ଏକ ଆହୁରି ଅଧିକ ବୃହତ ଭୂମିକୁ ବୁଝାଉଛି। ମାତ୍ର ଯାହାର ଆରମ୍ଭ ରହିଛି ତାର ଏକ ଶେଷ ମଧ୍ୟ ରହିଛି। ଏ ପାରାଗ୍ରାଫରେ ମା କହୁଛନ୍ତି ଯେ ବ୍ୟକ୍ତି କ୍ଷେତ୍ରରେ ଯୋଉ ଯୋଉ ନିୟମ ସବୁ କାର୍ଯ୍ୟକାରୀ ହୁଏ, ଜଗତ ପାଖରେ ମଧ୍ୟ ସେଇଭଳି କାର୍ଯ୍ୟକ୍ରମ ହୁଏ ଏବଂ ବିଶ୍ୱ ବ୍ରହ୍ମାଣ୍ଡ କ୍ଷେତ୍ରରେ ମଧ୍ୟ ତାହା ହୁଏ। କେବଳ ଫରକ ହଉଛି ଗୋଟେ କ୍ଷୁଦ୍ର, ସେ ତାଠୁ ବଡ, ଆହୁରି ବଡ।